মা 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 রে মা। বন্দনাটি সম্মানীয় বিধান ভাইଙ୍କର। ମାଙ୍କର କଥା କଥା ତ ନୁହଁ ସତେ କି ଅମୃତ ଧାରା ସତେ କି ଅମୃତ ଧାରା ମାଙ୍କର କଥା କଥା ତ ନୁହଁ ସତେ କି ଅମୃତ ଧାରା ଥରେ ଯଦି କେବେ କାନରେ ପଡ଼ିଛି ଥରେ ଯଦି କେବେ କାନରେ ପଡ଼ିଛି ମନ ହୁଏ ଆତ୍ମହରା ମା ସତେ କି ଅମୃତ ଧାରା ମା ସତେ କି ଅମୃତ ଧାରା। ଆନନ୍ଦେ ପ୍ରାଣ ନାଚୁଥାଏ ଗାଇ ଗାଇ ତାଙ୍କ ନାମ ଯେତେ ଗାଇଲେ ବି ରହିଯାଏ ବାକି ବୁଝେ ନାହିଁ ମୋଟେ ମନ অপূর্ব আনন্দে প্রাণ নাচুଥାଏ গাই গাই তাଙ୍କ নাম যেতে গাইলে ବି ରହିଯାଏ ବାକି ବୁଝେ ନାହିଁ ମୋଟେ ମନ ଯାହା କଲେ ଦିନୁ ଯାହା କଲେ ଦିନୁ ସିଏ ତ ନଥିଲେ ଲାଗଇ ସବୁ ଅଧୁରା ଲାଗଇ ସବୁ ଅଧୁରା ମାଙ୍କର କଥା କଥା ତ ନୁହଁ ସତେ କି ଅମୃତ ଧାରା ମନ ହୁଏ ଆତ୍ମହରା। ତାଙ୍କ ପାଖେ ଯେବେ নীরবে ମୁଁ ବସେ ତାଙ୍କ ପାଖେ ଯେବେ নীরবে ମୁଁ ବସେ ସେ ସମୟ ମୂଲ୍ୟବାନ ତାଙ୍କୁ ଛାଡ଼ି ଯେବେ ସମୟ ବିତିଛି ଲାଗୁଥାଏ ମୂଲ୍ୟହୀନ ତାଙ୍କ ପାଖେ ଯେବେ
नीरवे मु बसे से समय मूल्यवान तांकु छाड़ी जेबे समय बीतुची लागु थाए मूल्यहीन संकट काल रे तांकरी नाम मो संकट काल रे तांकरी नाम मो हृदय रे मधुक्षरा हृदय रे मधुक्षरा सते की अमृत धारा सते की अमृत धारा मांकर कथा कथा तो नुहई सते की अमृत धारा थरे जदि केरे कानरे पड़ीची थरे जदि केरे कानरे पड़ीची मन हुए आत्महरा सते की अमृत धारा सते की अमृत धारा सते की अमृत धारा सते की अमृत धारा मा 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 धन्यवाद भाई मुझे कागज कलम बसी कोन लिखी किंतु आज कृतिबास भाई कंठरे एते सुंदर भाव से निवेदन कले भारी जीवंत लगिला अत्यंत धन्यवाद सुंदर लगिला भाई एबे आमर आलोचनार विषय अछि मानसिक तपस्या मानसिक तपस्या गोटे एमिति तपस्या जोठी तो साधारण चेतना रोथे लोक तपस्या कहले केवल शरीर ही जाए तपस्या करिया पे एक कथा हम जानू किंतु श्री अरविंदଙ୍କ जोगरे प्रवेश कला परे आमे अनुभव कलु जे मन को मध्य तपस्या करिया को पड़िबो मानसिक तपस्यार आवश्यकता अछि कौन आवश्यकता अछि अर्थ श्री अरविंदଙ୍କ जोगर प्रथम आ प्रधान कर्तव्य होउची ए मन सबु उपलब्धिर द्वार को खोली दिए मन जदि सबु उपलब्धि को ग्रहण करिबो तेबे मन को प्रथम शिखिया को पड़िबो से नीरव हवा दरकार नीरव मन हेले से अनेक आविष्कृत ही नथिबा राज्य गुड़िक ता भितर जो इनर वर्ल्ड जो अच्छी ता भितर आविष्कार करिया पे ताकु सब बाट मिल जिवो किंतु आमे अनेक थर भाबू तार तपस्या केमिति करिबा मनु केमिति नीरव करिबा आमे जेहेतु मनटी अच्छी आमे मानसिक जीव विभिन्न कथा चिंता करू आमे बेले बेले भाबी नो चिंता गुड़ा सब मोर आउछ जते बेले कोन खुशी आमे हो कोन छोटे खुशीर मुहूर्त आसिला आमे भारी खुशी हो जाऊ आमे भाबू से मो भितर आसुची जते कष्ट आसुची सेतोळी आमे भाबी नोछु सेटा मो भितर आउची
କିନ୍ତୁ ପ୍ରଥମେ ସେ ଉପଲବ୍ଧି କରିବା ଦରକାର, ମନ ଯେତେବେଳେ ନୀରବ ହବ ସେ ଉପଲବ୍ଧିଟା ଆସିବ। ଉପଲବ୍ଧି କରିବା ଦରକାର ଯେ ଏ ଚିନ୍ତା ଗୁଡ଼ିକ ସବୁ ମୋର ନୁହଁ, ବାହାରୁ ଆସୁଛି, ବାହ୍ୟ ଜଗତରୁ ଏ ଚିନ୍ତା ଗୁଡ଼ିକ ମୋ ଭିତରକୁ ପ୍ରବେଶ କରୁଛି। ଯେତେବେଳେ ସେଇ କଥାଟାକୁ ସେ ପ୍ରଥମେ ଦେଖିବା ଆରମ୍ଭ କରିବ, ଚିହ୍ନିବା ଆରମ୍ଭ କରିବ, ମଝିରେ ମଝିରେ ସେ ଭୁଲିଯିବ, କିନ୍ତୁ ବାରମ୍ବାର ଯେତେବେଳେ ସେ ଅଭିଜ୍ଞତା ତା ଭିତରେ ବସା ବାନ୍ଧି ଚାଲିବ, ଧୀରେ ଧୀରେ ତାର ମନ ଉପରେ କର୍ତ୍ତୃତ୍ୱ ଲାଭ ହବ, ଅର୍ଥାତ୍ ମନକୁ ନିରବ କରିବାର ସେ ଚାବିକାଠି ପାଇଯିବ। ଆମ ଚେତନାରେ ପ୍ରତିଷ୍ଠିତ ହେଇଯାଇଥିବା କୌଣସି ଚିନ୍ତାଧାରା ଯଦି ଆମେ ଆମର ବୋଲି ବିଶ୍ୱାସ କରୁଛୁ, ସେଥିରୁ ମୁକ୍ତ ହେବା ଅପେକ୍ଷା ମୁକ୍ତ ହେବା ଭାରି ଆମକୁ କଷ୍ଟକର ଲାଗେ। କିନ୍ତୁ ଆମର ଭାବନା ସବୁ ବାହାରୁ ଆସୁଛନ୍ତି ବୋଲି ଆମେ ଥରେ ନିଶ୍ଚିତ ହେଇଗଲେ ସେସବୁକୁ ଅସ୍ୱୀକାର କରିବା ସହଜ ହେଇଯାଏ। ଏଇ ନୀରବତା ହାସଲ କଲା ପରେ ଆମେ ମାନସିକ ଜଗତରେ କର୍ତ୍ତୃତ୍ୱ ବିସ୍ତାର କରିପାରିବା। କେବଳ ଗୋଟାଏ ପ୍ରକାରର ତରଙ୍ଗ ପ୍ରବାହକୁ ଗ୍ରହଣ କରିବା ପରିବର୍ତ୍ତେ ସକଳ ପ୍ରକାର ତରଙ୍ଗ ମଧ୍ୟରେ ବିଚରଣ କରିପାରିବା। ଇଚ୍ଛା ଅନୁଯାୟୀ ସେସବୁ ସ୍ୱୀକାର କରିପାରୁ ବା ତ୍ୟାଗ ମଧ୍ୟ କରିପାରୁ। ତେଣୁ ଶ୍ରୀ ଅରବିନ୍ଦଙ୍କର ଏଇ ସମ୍ବନ୍ଧରେ ପ୍ରଥମ ଅଭିଜ୍ଞତା ହେଇଥିଲା ଅନ୍ୟ ଜଣେ ଯୋଗୀ ଭାସ୍କର ଲେଲେଙ୍କ ସହିତ, ଯାହା ସହିତ ସେ 3 ଦିନ କଟେଇ ଦେଇଥିଲେ। ଉନ୍ନତ ମାନସିକ ଗଠନ ଥିବା ସମସ୍ତ ବ୍ୟକ୍ତି, ଯେଉଁମାନେ ସାଧାରଣ ଲୋକଙ୍କ ଠାରୁ ଊର୍ଦ୍ଧ୍ୱରେ ଅନେକ ସମୟରେ ହୁଏତ କୌଣସି ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ହେତୁ ସେମାନଙ୍କର ମନକୁ 2 ଭାଗରେ ବିଭକ୍ତ କରିଦେଇଥାନ୍ତି। ଗୋଟାଏ ହେଉଛି କ୍ରିୟାଶୀଳ ମନ, ଯାହା ସମସ୍ତ ଚିନ୍ତାର ଗନ୍ତାଘର। ଅନ୍ୟ ଗୋଟିଏ ହେଲା ଯାହା ଏକାଧାରରେ ସାକ୍ଷୀ, ଇଚ୍ଛା ଶକ୍ତି। ସେ କାର୍ଯ୍ୟ ସବୁକୁ ଦେଖେ, ଯେ ସାକ୍ଷୀ ମନଟି ସେ ସବୁ କାର୍ଯ୍ୟକୁ ଦେଖେ, ବିଚାର କରେ, ତ୍ୟାଗ କରେ, ମୂଳପୋଛ ମଧ୍ୟ କରେ, ତା ଭିତରୁ ଗ୍ରହଣ କରେ, ସଂଶୋଧନ କରେ, ପରିବର୍ତ୍ତନ ମଧ୍ୟ କରେ। ମନର ଏଇ ଗୃହ ମଧ୍ୟରେ ସେ ହେଉଛନ୍ତି ପ୍ରଭୁ। ସ୍ୱରାଜ୍ୟ ଶାସନ କରିବାରେ ସେ ସମର୍ଥ। କିନ୍ତୁ ଯୋଗୀ ଆହୁରି ଆଗକୁ ଯାଇଥାନ୍ତି। ସେ ସେଠାରେ କେବଳ ପ୍ରଭୁ ନୁହେଁ, ସେ ମନ ଭିତରେ ଥାଇ ମଧ୍ୟ ତାହାର ଊର୍ଦ୍ଧ୍ୱରେ ପଶ୍ଚାତରେ ସମ୍ପୂର୍ଣ୍ଣ ସ୍ୱାଧୀନ ଭାବରେ ସେ ବାସ କରନ୍ତି। ସେ ଜାଣିଥାନ୍ତି ଯେ ମନ ପ୍ରକୃତରେ ଚିନ୍ତାର କୋଷାଗାର ନୁହେଁ। ପ୍ରକୃତରେ ସେ ଲକ୍ଷ୍ୟ କରେ ଯେ ଚିନ୍ତା ସବୁ ବାହାରୁ ବିଶ୍ୱ ଜନୀନ ମନ ଭିତରୁ ଆସିଛି, ବିଶ୍ୱ ଭୌତିକ ପ୍ରକୃତିରୁ ଆସିଛି। ବେଳେ ବେଳେ ସେ ସବୁ ନିର୍ଦ୍ଦିଷ୍ଟ ଆକାର ଯୁକ୍ତ ସ୍ପଷ୍ଟ ହେଇଥାନ୍ତି, ବେଳେ ବେଳେ ସେମାନଙ୍କର ଆକୃତି ବି ନଥାଏ। ଆମ ମଧ୍ୟରେ ସେମାନେ ଆକାର ଧାରଣ କରନ୍ତି। ଆମ ମନର ପ୍ରଧାନ କର୍ତ୍ତବ୍ୟ ହେଉଛି ସେଇ ସବୁ ଚିନ୍ତାର ତରଙ୍ଗ ଗୁଡ଼ିକୁ ସ୍ୱୀକାର କରିବା ବା ପ୍ରତ୍ୟାଖ୍ୟାନ କରିବା, କିମ୍ବା ପାରିପାର୍ଶ୍ୱିକ ପ୍ରାକୃତିକ ଶକ୍ତି ମଧ୍ୟରୁ ଏ ଚିନ୍ତା ଗୁଡ଼ିକୁ ନେଇ ଏକ ବ୍ୟକ୍ତିଗତ ମାନସିକ ଗଠନ ପ୍ରଦାନ କରିବା। ଲେଲେଙ୍କ ନିକଟରେ ଶ୍ରୀ ଅରବିନ୍ଦ ଯେତେବେଳେ ମନକୁ ନୀରବ କରି 3 ଦିନ କଟେଇ ଦେଲେ, ସେତେବେଳେ ସେ କହୁଛନ୍ତି ଯେ ମୁଁ ଲେଲେଙ୍କ ନିକଟରେ ଋଣୀ ଏଇଥିପାଇଁ ଯେ ସେ ମତେ ଏହା ଜଣେଇ ଦେଲେ। ଧ୍ୟାନମଗ୍ନ ହୁଅ ସେ କହିଲେ, କିନ୍ତୁ କିଛି ଚିନ୍ତା କର ନାହିଁ, କେବଳ ତମର ମନକୁ ଲକ୍ଷ୍ୟ କର। ତମେ ଦେଖିବ ଯେ ଚିନ୍ତା ସବୁ ସେଠାକୁ ବାହାରୁ ହିଁ ଆସୁଛନ୍ତି। ସେମାନେ ପ୍ରବେଶ କରିବା ପୂର୍ବରୁ ସେମାନଙ୍କୁ ବାହାରକୁ ନିକ୍ଷେପ କର। ଯେତେବେଳେ ଯାଏ ତୁମର ମନ ସମ୍ପୂର୍ଣ୍ଣ ନିରବ ହେବା ପାଇଁ ସମର୍ଥ ନ ହେଇଛି, ସେ ପର୍ଯ୍ୟନ୍ତ ଗ୍ରହଣ କରିବ ନାହିଁ। ପୂର୍ବରୁ ମୁଁ କେବେ କେଉଁଠାରୁ ଶୁଣି ନଥିଲି ଯେ ଆମର ଚିନ୍ତା ସବୁ ସ୍ପଷ୍ଟ ଭାବରେ ବାହାରୁ ଆମର ମନକୁ ପ୍ରବେଶ କରନ୍ତି। ମୁଁ ମଧ୍ୟ ଏପରି ସମ୍ଭାବନାର ସତ୍ୟାସତ୍ୟ ସମ୍ବନ୍ଧରେ କିଛି ପ୍ରଶ୍ନ ମଧ୍ୟ କରିନଥିଲି। ଖୁବ ସହଜ ଭାବରେ ବସିଲି, ତାହା ହିଁ ଲକ୍ଷ୍ୟ କଲି। ମୁହୂର୍ତ୍ତକ ଭିତରେ ମୋର ମନ ଗୋଟେ ଉଚ୍ଚ ପର୍ବତ ଶିଖର ଦେଶର ପବନହୀନ ବାୟୁମଣ୍ଡଳ ପରି ନୀରବ ହେଇଗଲା ଏବଂ ମୁଁ ଦେଖିଲି ଯେ ବାହାରୁ ଗୋଟିକ ପରେ ଗୋଟିଏ ଚିନ୍ତା ଅତି ବାସ୍ତବ ଭାବରେ ମନ ଭିତରକୁ ପ୍ରବେଶ କରୁଛନ୍ତି। ସେମାନେ ପ୍ରବେଶ କରିବା ପୂର୍ବରୁ ମୁଁ ସେମାନଙ୍କୁ ଏଡ଼େଇ ଦେଉଥିଲି। ଏହିପରି ଭାବରେ ମୁଁ ମୋ ମସ୍ତିଷ୍କ ଉପରେ କର୍ତ୍ତୃତ୍ୱ ବିସ୍ତାର କଲି। 3 ଦିନରେ ସମ୍ପୂର୍ଣ୍ଣ ମୁକ୍ତ ହେଇଗଲି। ସେଇ ଦିନ ଠାରୁ ତତ୍ତ୍ୱତଃ ମୋର ମନୋମୟ ସତ୍ତା
ଗୋଟେ ମୁକ୍ତ ବୁଦ୍ଧିରେ ବିଶ୍ୱଜନୀନ ମନରେ ପରିଣତ ହେଲା। ତାହା ଆଉ ଗୋଟେ ଚିନ୍ତାର କାରଖାନାରେ ଜଣେ ଶ୍ରମିକ ପାଇଁ ଗୋଟେ ଶ୍ରମିକ ପରି ବ୍ୟକ୍ତିଗତ ଚିନ୍ତାର ସଂକୀର୍ଣ୍ଣ ବୃତ୍ତ ମଧ୍ୟରେ ଆବଦ୍ଧ ହୋଇ ରହିଲା ନାହିଁ। ଏହା ସତ୍ତାର ଅନ୍ୟାନ୍ୟ ଶହ ଶହ ସ୍ତରରୁ ଜ୍ଞାନ ଅର୍ଜନ କରିପାରିଲା। ଚିନ୍ତାର ରାଜ୍ୟ ଓ ଦୃଶ୍ୟର ରାଜ୍ୟରୁ ସ୍ୱାଧୀନ ଭାବରେ ନିଜ ଇଚ୍ଛା ଅନୁଯାୟୀ ଯାହା କିଛି ବାଛି ନେବାର ସେ ସାମର୍ଥ୍ୟ ଲାଭ କଲା। ତେଣୁ ଯେତେବେଳେ ସାଧକ ପଛକୁ ଚାହେଁ ଦେଖେ ସେ ଗୋଟାଏ କ୍ଷୁଦ୍ର ମାନସିକ ଗଠନରେ ଖୁବ ଆରାମରେ ରହି ପାରୁଛି। ସେ ଆଶ୍ଚର୍ଯ୍ୟ ହୁଏ ଯେ ସେ କିପରି ଏଇଭଳି ଗୋଟାଏ କାରାଗାର ଭିତରେ ବାସ କରିପାରୁଛି। ସେ ଏହା ମଧ୍ୟ ଦେଖି ଆଶ୍ଚର୍ଯ୍ୟ ହୁଏ ଯେ କିପରି ବର୍ଷ ବର୍ଷ ଧରି ଏକ ପ୍ରକାର ସମ୍ଭାବନା ହୀନତା ମଧ୍ୟରେ ବଞ୍ଚି ରହିଥିଲା। ସାଧାରଣ ମନୁଷ୍ୟ କିପରି ଏସବୁ ବାଧାବିଘ୍ନ ପଛରେ ସଦାବେଳେ ରହିଥାନ୍ତି। ତୁମେ ଏହା କରିପାରିବ ନାହିଁ, ତାହା କରିପାରିବ ନାହିଁ। ତାହା ସେଇ ନିୟମ ବିରୁଦ୍ଧ, ଏକ ଯୁକ୍ତିସଙ୍ଗତ ନୁହେଁ, ଏହା ସ୍ୱାଭାବିକ ବି ନୁହେଁ, ଏହା ଅସମ୍ଭବ। ସେ କ୍ରମଶଃ ଆବିଷ୍କାର କରେ ଯେ ସବୁ କିଛି ସମ୍ଭବପର। ପ୍ରକୃତ କଷ୍ଟକର କଥା ହେଉଛି ଏଇଆ, କୌଣସି କଥାକୁ କଷ୍ଟ କରି ବି ବିଶ୍ୱାସ କରିନେବା। ଗୋଟେ ଚିନ୍ତାଶୀଳ ଶାମୁକା ଭଳି ନିଜର ମାନସିକ ଆବରଣ ଭିତରେ 20-30 ବର୍ଷ ରହିବା ପରେ ସେ ମୁକ୍ତ ବାୟୁ ଗ୍ରହଣ କରିବାକୁ ଆରମ୍ଭ କରେ। ତେଣୁ ଆମେ ସମସ୍ତେ ଯେହେତୁ ମଣିଷ, ଆମର ମନଟିଏ ଅଛି, ସେ ମନକୁ ନେଇକରି ଆମେ ଆମ ଜୀବନଚର୍ଯ୍ୟାକୁ ଆରମ୍ଭ କରୁଛୁ, ଦୈନନ୍ଦିନ ଜୀବନର ଯୋଉ କାର୍ଯ୍ୟ। କିନ୍ତୁ ମନ ସେତିକି ଆଲୋକିତ ନୁହଁ, ସେତିକି ସାମର୍ଥ୍ୟବାନ ବି ନୁହଁ ଯିଏ ଉଚ୍ଚତର ଶକ୍ତିକୁ ଗ୍ରହଣ କରିପାରିବ। ତେଣୁ ମନକୁ ସେତିକି ସମର୍ଥଯୁକ୍ତ କରିବାକୁ ହେଲେ ଆମକୁ ପ୍ରଥମେ ଶ୍ରୀ ଅରବିନ୍ଦ ଆହ୍ୱାନ ଦଉଛନ୍ତି ଯେ ତୁମେ ମନକୁ ନୀରବ କରିବ। ଯେତେବେଳେ ମନକୁ ନୀରବ କରିବ ସେତେବେଳେ ତୁମେ ଉପଯୁକ୍ତ ଜ୍ଞାନ ପାଇବା ପାଇଁ ଯୋଗ୍ୟ ବିବେଚିତ ହେବ। ତେଣୁ ଭିତରେ ଓ ବାହାର ମଧ୍ୟରେ ଥିବା ଚିର ବିରୋଧାଭାବ ସମାହିତ ହେଇଯିବ। ଆମ ବାହାରେ ଯୋଉ ବିରୋଧାଭାସ ଅଛି, ଆମ ଭିତରେ ଯୋଉ ବିରୋଧାଭାସ ଅଛି, ଯଦି ମନ ନୀରବ ନ ହେବ ତାହେଲେ ସେ ବିରୋଧାଭାସକୁ ଆମେ ଅତିକ୍ରମ କରିପାରିବା ନାହିଁ। ପ୍ରକୃତରେ ବାହାରର ସବୁ କିଛି ଆମ ଭିତରେ ହିଁ ଅନ୍ତର୍ଭୁକ୍ତ। ଆମେ ସର୍ବତ୍ର ରହିଛୁ। ଆମର ଯଦି ଏପରି ବିଶ୍ୱାସ ଥାଏ ଯେ ଗୋଟେ ଶାନ୍ତିପୂର୍ଣ୍ଣ, ସୁନ୍ଦର, ସ୍ଥିର, ଆଦର୍ଶ ପରିବେଶରେ ରହିଲେ ହିଁ ସବୁ କିଛି ଆମ ପାଇଁ ସହଜ ହେବ, ତେବେ ତାହା ଭ୍ରାନ୍ତ। ଆମର ଧାରଣା ପ୍ରାୟତଃ ସେୟା ହୁଏ ଯେ ମୁଁ କାହିଁକି ନୀରବ ହେଇପାରୁନି ନା, ମୋ ପରିବେଶଟା ଏତେ ବିରୋଧାତ୍ମକ ପରିବେଶ, ଯୋଉ ପରିବେଶରେ ମୁଁ ନୀରବ ହେଇପାରୁନି। ପ୍ରତି ମୁହୂର୍ତ୍ତରେ ଏଠି ମୋର ଯୋଉ ପଡୋଶୀ ମାନେ ରହୁଛନ୍ତି ସେମାନଙ୍କ ଭିତରେ ସାମାନ୍ୟ ଟିକେ ଟିକେ କଥାରେ ପାଟିମୁଣ୍ଡ ହଉଛି, ପରିବେଶକୁ ସେମାନେ ଡିଷ୍ଟର୍ବ କରୁଛନ୍ତି। ତେଣୁ ସେଇଥିପାଇଁ ମୁଁ ନୀରବ ହେଇପାରୁନାହିଁ। ମୋର ମନେ ପଡୁଛି ଆମ ଘରେ ବାର୍ଷିକ ପାଠଚକ୍ର 2 ବର୍ଷ ତଳେ ହଉଥିଲା। ପ୍ରୋଗ୍ରାମ ଥାଏ ଭବେଶ ଭାଇଙ୍କର, ଭବେଶ ଭାଇ ବକ୍ତା ଥାନ୍ତି। ପାଖାପାଖି 200-250 ଲୋକ ବସିଥାନ୍ତି। ତା ଭିତରେ ଛୋଟ ପିଲା କେଇ ଜଣ ଆଗରେ ବସିଥାନ୍ତି। ସେମାନେ ବିଲକୁଲ ସେ କଥା ଭିତରେ କିଛି ନଥାନ୍ତି, ସେ ତାଙ୍କର ଡିଷ୍ଟର୍ବ ହେଇଥାନ୍ତି, ଡିଷ୍ଟର୍ବ ବି କରୁଥାନ୍ତି ପରିବେଶଟାକୁ। ମୁଁ ହଠାତ୍ ବସିଥିଲି ସେଇଠି, ମୁଁ କହିଲି ଏଇ ପାଟି କାହିଁ କରୁଛ, ଟିକେ ପାଟି ବନ୍ଦ କରୁନା, କଣ କଥା ଭାଇ ଜଣେ କହିବେ ଟିକେ ଶୁଣ। ସେ ତଥାପି ସେମିତି ପାଟି କଲେ, ମୋ କଥାକୁ କିଛି ସେ ଭୃକ୍ଷେପ ବି କଲେନି। ତାପରେ କିଛି ସମୟ ପରେ ମୁଁ ପୁଣି ଆଉ ଥରେ କହିଲି, ଯେତେବେଳେ ଭାଇ ମତେ କହିଲେ ପ୍ରକୃତରେ ପିଲାମାନେ ଡିଷ୍ଟର୍ବ ହଉନାହାନ୍ତି, ତମେ ନିଜେ ଡିଷ୍ଟର୍ବ ଅଛ। କଥାଟା ମତେ ଯେମିତି ଗୋଟେ ଚାପୁଡା ମାଇଲା ଭଳିଆ ଲାଗିଲା। ସତ କଥା, ମୁଁ ବି ଅନୁଭବ କଲି ଯେ ପରିବେଶ ଯାହା ବି ହେଇଥାଉ, ସେମାନେ ଯେତେ ଡିଷ୍ଟର୍ବ ହେଇଥାନ୍ତୁ, ମୁଁ ଯଦି ଭିତରେ ନୀରବ ଥିବି ତାହେଲେ ମୁଁ ତାଙ୍କ ଡିଷ୍ଟର୍ବରେ ପଶିବି କାହିଁକି, ବା ସେମାନେ କାହିଁ ମତେ ଡିଷ୍ଟର୍ବ କରିବେ। କିନ୍ତୁ ମୁଁ ନିଜେ ଭିତରେ ଡିଷ୍ଟର୍ବ ଅଛି, ଯୋଉଥିପାଇଁ ସେଇ ଡିଷ୍ଟର୍ବଟା ମତେ ଜଳ ଜଳ ହେଇ ଦେଖାଯାଉଛି। ତାପରେ ଯେତେବେଳେ ଭାଇଙ୍କର ଏ କଥା ପଦକ, ମୁଁ ପୁରା ସଚେତନ ହେଇଗଲି, ଆଉ ସାଡକୁ ଧ୍ୟାନ ଦେଲିନି। ଭାଇ ଯାହା କହିଲେ ମୁଁ ଶୁଣିବାକୁ ଆରମ୍ଭ କଲି। ମୁଁ ଦେଖିଲି ମତେ ବି କିଛି ଆଉ କଷ୍ଟ ଲାଗିଲାନି।
ତେଣୁ ଆମକୁ ବେଳେ ବେଳେ ଏ ସଚେତନତା ଦରକାର। এই ସଚେତନତା ହଉଛି ଆମ ପାଠଶାଳା ବା ପାଠଚକ୍ର। ତେଣୁ ଆମେ ଆମ ମନକୁ ନୀରବ କରିବା ପାଇଁ ଆମକୁ ସଚେତନ ହେବାକୁ ପଡିବ। ଆମେ ଆମର ମାନସିକ ଗଠନକୁ ଭାଙ୍ଗି ମଧ୍ୟ ଦେବା, ତାକୁ ଉପଯୁକ୍ତ ଜ୍ଞାନ ବା ଆଲୋକ କେମିତି ସେ ଗ୍ରହଣ କରିପାରିବ ସେଥିପାଇଁ ନିଜକୁ ପ୍ରସ୍ତୁତ ରଖିବା। ତେଣୁ ଆମେ ଯେତେବେଳେ ମନକୁ ନୀରବ କରିବା, ତା ପାଇଁ ପ୍ରଥମ ହଉଛି ଆମେ ଯେତେବେଳେ ପାଠଚକ୍ରଟେ ବି କରୁଛୁ, ବାହାରୁ ଆସିଛୁ, ମାନସିକ ଭାବରେ ଡିଷ୍ଟର୍ବ ବି ଅଛୁ, ବିଭିନ୍ନ କଥା ବିଭିନ୍ନ କାମ ଭିତରେ ଥାଉ, ତେଣୁ ପାଠଚକ୍ର ଆରମ୍ଭ କରିବା ପୂର୍ବରୁ ଆମେ କଣ କରୁ ଯେ 2 ମିନିଟ ଆମେ ଆଗ ନୀରବ ରହିବା। ନୀରବ ରହିଲେ ହିଁ ଆମେ ଯୋଉ କଥାଟା ପାଇଁ ବସିଛେ, ଯୋଉ ଉଚ୍ଚତର ଜ୍ଞାନକୁ ଲାଭ କରିବା ପାଇଁ ବସିଛେ, ତାକୁ ଜ୍ଞାନ ଲାଭ କରିବା ପାଇଁ ସହଜ ହବ। ତେଣୁ ପ୍ରଥମେ ନୀରବ ହବା। ଆମେ ଯେହେତୁ ସେତେବେଳେ ନୀରବ ହଉ, ନୀରବ ହେଲେ କଣ ହବ ନା ଆମ ଭିତରେ ଯୋଉ ଭାବନା ଗୁଡ଼ିକ ଥାଏ ତାହା ଆମକୁ ଦେଖାଯାଆନ୍ତି ଯେ ଏଇ ଭାବନା ଗୁଡ଼ିକ ମୋ ଭିତରେ ଚାଲିଛି। ତେଣୁ ଆମେ ଯେତେବେଳେ କୌଣସି କାମ କରିବା ପୂର୍ବରୁ ସେଥିପାଇଁ କୋଉ ଧ୍ୟାନ କରିବା, ପାଠଚକ୍ର କରିବା ପୂର୍ବରୁ ଧ୍ୟାନ କରୁ। ତେଣୁ କାର୍ଯ୍ୟ ଆଉ ଧ୍ୟାନ ମଧ୍ୟରେ ଥିବା ବିରୋଧ ସମ୍ବନ୍ଧରେ ମଧ୍ୟ ସେଇ ଏକା କଥା କରିହବ। ଆମେ କାମ ବି କଲାବେଳେ ଆମେ ଭାବୁଛୁ କାର୍ଯ୍ୟ କଲାବେଳେ ଧ୍ୟାନ କରିହବନି ବା ଧ୍ୟାନ କଲାବେଳେ କାର୍ଯ୍ୟ କରିହବନି, ତା ନୁହଁ। କାର୍ଯ୍ୟ କରିବା ଭିତରେ ମଧ୍ୟ ଧ୍ୟାନ କରିହବ। ଧ୍ୟାନସ୍ଥ ହେଇକିରି ଆମେ କାମ କରୁଥିବା କିନ୍ତୁ ନୀରବରେ ଗୋଟେ ଯାହାକୁ ଲକ୍ଷ୍ୟ ରଖିଛୁ ସେଇ ଲକ୍ଷ୍ୟ ଉପରେ ଆମେ ସୀମାବଦ୍ଧ ହବା, ତେବେ ଯେ ତାହା ଗୋଟେ ଧ୍ୟାନରେ ପରିଣତ ହବ। ଯଦି ସାଧକ ଆନ୍ତର ନୀରବତାରେ ନିଜକୁ ପ୍ରତିଷ୍ଠିତ କରିଥାଏ, ତେବେ ତାର ପ୍ରତ୍ୟେକ କର୍ମ ହିଁ ଧ୍ୟାନ ହବ। ସେ ଆହୁରି ମଧ୍ୟ ଜାଣିପାରିବ ଯେ ଧ୍ୟାନର ମଧ୍ୟ କର୍ମ, ଧ୍ୟାନରେ ମଧ୍ୟ କର୍ମ ହେଇପାରିବ। ସେ ସ୍ନାନ କରୁ ବା ବ୍ୟବସାୟ କରୁ ବା ଚାକିରି କରୁ, ସେଇ ଶକ୍ତି ତା ମଧ୍ୟରେ ପ୍ରବାହିତ ହବ। ସେ ଚିରକାଳ ପାଇଁ ଅନ୍ୟ ଜାଗାରେ ପ୍ରତିଷ୍ଠିତ ହେଇଯିବ। ଶେଷରେ ସେ ଦେଖିବ ଯେ ତାର କର୍ମ ସବୁ ସ୍ପଷ୍ଟ ଦୃଷ୍ଟି ସମ୍ପନ୍ନ, ଅଧିକତର ପ୍ରଭାବଶାଳୀ, ଶକ୍ତିଶାଳୀ ହେଇ ଉଠିଛନ୍ତି। ସେ ସବୁକୁ ତାର ଶାନ୍ତିକୁ କେହି ବ୍ୟାହତ କରୁନାହାନ୍ତି। ତା ଭିତରେ ଯୋଉ ମନୋମୟ ସତ୍ତାର ଉପାଦାନ ଅଛି ତାହା ମଧ୍ୟ ଧୀରେ ଧୀରେ ସ୍ଥିର ହେଇଯିବ। ଏତେ ସ୍ଥିର ହେଇଯିବ ଯେ କିଛି ମଧ୍ୟ ଏହାକୁ ବିଚଳିତ କରିପାରିବ ନାହିଁ। ପକ୍ଷୀଟିଏ ଝଞ୍ଜାହୀନ ବାୟୁମଣ୍ଡଳର ଆକାଶକୁ ଅତିକ୍ରମ କଲା ପରି ତାର ସମସ୍ତ ଚିନ୍ତା ଓ କର୍ମ ମନକୁ ଅତିକ୍ରମ କରି ଯାଆନ୍ତି। ମାତୃ ରଚନାବଳୀରେ ମା ଆଉ ଗୋଟେ ଜାଗାରେ ଲେଖିଛନ୍ତି, ମନକୁ ଯେତେବେଳେ ନୀରବ କରିବ, କିପରି ନୀରବ କରିବ? ତମେ ଯେତେବେଳେ ଆଖି ବୁଝିବ, ନୀରବ ହବ, ସେତେବେଳେ ତୁମ ଭିତରେ ଯୋଉ ଯୋଉ ଭାବନା ଗୁଡ଼ିକ ଚାଲୁଥିବ ତାକୁ ଲକ୍ଷ୍ୟ କରିବ। ଠିକ ଯେମିତି ଆକାଶରେ ପକ୍ଷୀ ଗୁଡ଼ିକ ଉଡ଼ିଗଲା ବେଳେ ଆମେ ଲକ୍ଷ୍ୟ କରୁ, ଯୋଉ ପକ୍ଷୀଟି ସୁନ୍ଦର ଲାଗେ ବା ଧରିବାକୁ ଇଚ୍ଛା ହୁଏ ଆମେ ତା ପଛରେ ଗୋଡ଼ଉ, ଠିକ ସେମିତି ଭାବନା ଗୁଡ଼ିକ ଆମର ମନର ଆକାଶରେ ସେମିତି ପକ୍ଷୀ ଭଳି ଦଳ ଦଳ ହେଇ ଉଡ଼ି ଯାଉଥାନ୍ତି। ତେଣୁ ଆମେ କଣ ଲକ୍ଷ୍ୟ କରିବା ଦରକାର? ଲକ୍ଷ୍ୟ କଲେ ଆମେ ଜାଣିପାରିବା କୋଉ କୋଉ ଭାବନା ଗୁଡ଼ିକ ମୋ ଭିତର ଦେଇ ଯାତାୟାତ ହଉଛନ୍ତି। ତେବେ ଆମକୁ ମନକୁ ନୀରବ କରିବା ଆମକୁ ମନକୁ ନୀରବ କରିବା ସହଜ ହୁଏ। ତେଣୁ ସେ ସବୁ ମନକୁ ଆଦୌ ଅସ୍ଥିର ନ କରି, ସାମାନ୍ୟ ଦାଗ ନ ରଖି ଅତିକ୍ରମ କରି ଯାଆନ୍ତି। ଯଦି ବି ହଜାର ହଜାର ଦୃଶ୍ୟ, ଭୟଙ୍କର ଘଟଣା ସବୁ ତା ମଧ୍ୟ ଦେଇ ଭାସି ଯାଆନ୍ତି, ତେବେ ବି ସେ ଶାନ୍ତି, ସ୍ଥିରତା ତାର ପ୍ରତିଷ୍ଠିତ ହେଇ ରହିବ। ଏଇ ସ୍ଥିରତା ଲାଭ କରିଥିବା ମନ କାମ କରିବାକୁ ଆରମ୍ଭ କରିବ। ତୀବ୍ର ଭାବରେ ଶକ୍ତିର ସହିତ ତାର ମୂଳ ସ୍ଥିରତା ସେମିତି ଅବ୍ୟାହତ ରହିଥିବ। ତାଠାରୁ କିଛି ବି ଉତ୍ପନ୍ନ ହବନି, କିନ୍ତୁ ଊର୍ଧ୍ୱରୁ ସେ ଗ୍ରହଣ କରି ପାରୁଥିବ। ନିଜ ଠାରୁ କିଛି ବି
ଯୋଗ ନ କରି ସେ ସେଇ ଉର୍ଦ୍ଧ୍ୱସ୍ଥ ବସ୍ତୁକୁ ମାନସିକ ଗଠନ ହିଁ ଦେବ। ନିରବତାର ସହିତ ନିରପେକ୍ଷ ଭାବରେ ସତ୍ୟର ଆନନ୍ଦର ଆଲୋକର ସହିତ। ତେଣୁ ଏ ମନ ସବୁ ଜିନିଷର ଉଦ୍ଗମ ସ୍ଥଳ। ଏଇ ମନ ଯେତେବେଳେ ତାକୁ କୌଣସି କଥା କିଏ କହିଲା ବାଧିଲା ତା ଭିତରେ କଷ୍ଟ ହୁଏ। ମନ ତାକୁ ବିଭିନ୍ନ ପ୍ରକାରର ଚିତ୍ର ଅଙ୍କେଇ ଦେବ। କଷ୍ଟଟା ଯେମିତି ସତ୍ୟରେ ମନକୁ ଆଉ ପ୍ରାଣକୁ ଲାଗିଛି। ତେଣୁ ଯଦି ମତେ କୌଣସି ଜିନିଷ କିଏ ଦଉଥାଏ, ମୁଁ ଯଦି ତାକୁ ଗ୍ରହଣ କରିବି ତା ମୋ ପାଖକୁ ଆସିବ। ମୁଁ ଯଦି ଗ୍ରହଣ ନ କରିବି ଦଉଥିବା ଲୋକ ତା ହାତରେ ରହିବ ସେ ଜିନିଷଟି। ଠିକ ସେମିତି ମତେ ଯେତେବେଳେ କୋଉଠି ଅପମାନ ହଉଛି ବା ମତେ କିଏ ଗାଳିଗୁଲଜ କରୁଛି, ମୁଁ ତ ସେ କଥାଟାକୁ ଗ୍ରହଣ କରିବି, ମୋ ଭିତରେ କ୍ରିୟା ଆରମ୍ଭ ହେଇଯିବ ବା ପ୍ରତିକ୍ରିୟା ଆରମ୍ଭ ହବ। ମୁଁ ଯଦି ସେ କଥାକୁ ଗ୍ରହଣ ନ କରିବି ତେବେ ମୋର ପ୍ରତିକ୍ରିୟା ହବନି, ଫେରିଯିବ। ତେଣୁ ଏଇ ଯୋଉ ଅବସ୍ଥାଟା ସାଧକର ଆସିବା ପାଇଁ ହେଲେ ତାକୁ ପ୍ରଥମେ ସେଇ ନିରବତାକୁ ଅବଲମ୍ବନ କରିବାକୁ ପଡିବ। ତେଣୁ ଶ୍ରୀ ଅରବିନ୍ଦ କହୁଛନ୍ତି ଯେ ଆମେ ମାନେ ପବିତ୍ରତା ଚାହୁଁନୁ, ଆମେ ଚାହୁଁଛୁ ଅନନ୍ତ ଯୌବନ, ଯାହାଦ୍ୱାରା ସତ୍ତା ଚିରକାଳ ବିକାଶଶୀଳ ହେଇପାରିବ। ତେଣୁ ପବିତ୍ରତା ଅପବିତ୍ରତା ଏସବୁ ମନ ତାକୁ ଭାଗ ଭାଗ କରିଛି, ମନ ତାକୁ ସୂଚେଇଛି। ତେଣୁ ଆମେ ଗୋଟେ ନୂତନତାର ସତ୍ତା ହବାକୁ ଚାହୁଁ, ଗୋଟେ ଉଚ୍ଚତର ବିଶାଳତର ସତ୍ତାରେ ପରିଣତ ହେବାକୁ ଚାହୁଁଛୁ। ପ୍ରକୃତରେ ଆମେ ଅନ୍ଧକାରମୟ ବିଷର୍ଣ୍ଣ କିଛିକୁ ଶାଶ୍ୱତ ସଦବସ୍ତୁ ବୋଲି ମନେ କରୁ। କାହିଁକି ନା ଯେହେତୁ ଆମ ମନ ଯାହାକୁ କହୁଛି ଏଇଟା ଠିକ, ଆମେ ତାକୁ ଠିକ କହୁଛୁ। ମନ ଯାହାକୁ କହୁଛି ଭୁଲ, ଆମେ ଭୁଲ କହୁଛୁ। କିନ୍ତୁ ବିଚାରଶୀଳ ମାନେ ବିଚାରକ ଆସନରେ ଆମର ମନ ହିଁ ବହିଛି, ଯୋଉଥିପାଇଁ ଏତେ ବିଭ୍ରାଟ। ଯେତେବେଳେ ମନ ଆଉ ବିଚାର ନ କରିବ, ଆମ ଭିତରେ ଯୋଉ ସତ୍ତାଟି ଉପସ୍ଥିତ ଅଛନ୍ତି, ଯିଏ ଯାହାକୁ ଆମେ କହୁ ଆତ୍ମପୁରୁଷ ବା ଚୈତ୍ୟ ପୁରୁଷ, ସିଏ ସବୁ କଥାକୁ ଦେଖନ୍ତି କିନ୍ତୁ କୋଉଥିରେ ହସ୍ତକ୍ଷେପ କରନ୍ତି ନାହିଁ। ବେଳେ ବେଳେ ସିଏ କୁହନ୍ତି କିନ୍ତୁ ଏମାନେ ଏତେ ଡିଷ୍ଟର୍ବ ଥାନ୍ତି ଏଇ ମନ, ଯାହା ଫଳରେ ସେ କୌଣସି କଥାକୁ ଶୁଣି ବି ପାରନ୍ତି ନାହିଁ। ତେଣୁ ମନର ଯନ୍ତ୍ରଟି ନିସ୍ତବ୍ଧ ହେଇଗଲେ ଜଣେ ଅନେକ କିଛି ଆବିଷ୍କାର କରିପାରିବ। ଜଣେ ନିଶ୍ଚୟ ଏକଥା ଉପଲବ୍ଧି କରିବ ଯେ ଚିନ୍ତା କରିବାର ଶକ୍ତି ମନୁଷ୍ୟକୁ ଈଶ୍ୱର ଦେଇଛନ୍ତି, ଏହା ଏକ ଚମତ୍କାର। କିନ୍ତୁ ଚିନ୍ତା ନ କରିବାର ଶକ୍ତି ତାଠୁ ଅଧିକ ଚମତ୍କାର। ଆମେ ଚିନ୍ତା କରିବୁ, କାରଣ ପଶୁ ପକ୍ଷୀ ମାନେ କେହି ଚିନ୍ତା କରନ୍ତିନି, କିନ୍ତୁ ଆମେ ଚିନ୍ତା କରୁଛୁ। ଆମକୁ ଯୋଉ ଚିନ୍ତା କରିବାର ଯୋଉ ପ୍ରକ୍ରିୟାଟି ଆମ ଭିତରେ ଅଛି, ଏଇଟା ଈଶ୍ୱରଙ୍କର ସବୁଠାରୁ ବଡ ଦାନ ଆମ ପାଇଁ। କିନ୍ତୁ ଯୋଗ ଦୃଷ୍ଟିରୁ ଶ୍ରୀ ଅରବିନ୍ଦ କହୁଛନ୍ତି ଚିନ୍ତା କରିବା ଯେମିତି ଏକ ଭଗବାନଙ୍କର ଅପରୂପ ଦାନ ବା ଆଶୀର୍ବାଦ, ଚିନ୍ତା ନ କରିବା ହିଁ ତାଠାରୁ ଆହୁରି ଚମତ୍କାର ବା ଆହୁରି ଅଧିକ। ତେଣୁ ସାଧକ ଯଦି ଅଳ୍ପ କେତୋଟି ମିନିଟ ପାଇଁ ଏଇ ଶକ୍ତିଟି ଲାଭ କରିବ, ସେ ଖୁବ ଶୀଘ୍ର ଜାଣିପାରିବ ଯେ ସେ କାହାକୁ ଭେଟୁଛି ଆଉ କଣ ସବୁ ଭେଟୁଛି। ସେ ଅନୁଭବ କରିବ ଯେ ସେ ଗୋଟେ ଛଳନାର କ୍ଷୁଦ୍ର ଜାଲ ଭିତରେ ବଞ୍ଚୁଛି। ତା ନିଜର ଚିନ୍ତାଧାରା, ଅନୁଭୂତି, ଆବେଗ, ପ୍ରତିକ୍ରିୟା ଦ୍ୱାରା ପୂର୍ଣ୍ଣ ହେଇଥିବା ଗୋଟେ କ୍ଲାନ୍ତିକର ଅବିରାମ ଆବର୍ତ୍ତ ମଧ୍ୟରେ କେବଳ ସେ ହିଁ ସଦା ସର୍ବଦା ଗୋଟେ ବୃହତ ଆକାର ବାମନ ଭୂତ ହେଇ ବଞ୍ଚୁଛି। ସବୁ କ୍ଷେତ୍ରରେ ଅନଧିକାର ସେ ପ୍ରବେଶ କରୁଛି, ନିଜକୁ ଘୋଡେଇ ରଖୁଛି, କେତେବେଳେ ପୁଣି ନିଜକୁ ଦେଖୁଛି, ଶୁଣୁଛି, ନିଜର କଥା ନିଜକୁ ହିଁ ଜାଣୁଛି। ତାହାର ଅପରିବର୍ତ୍ତନୀୟ ନାଟକକୁ ସାମାନ୍ୟ ଏପଟ ସେପଟ କରିବା ଦ୍ୱାରା ହିଁ ସେ
ନୂତନତ୍ୱ ସୃଷ୍ଟି କରୁଛି। ଗୋଟାଏ ଦୃଷ୍ଟିରୁ ଦେଖିଲେ ଜଣାଯାଏ ଆମେ ମାନେ କେତେକ ଶକ୍ତିଶାଳୀ ଧାରଣା, ଅଭିଳାଷ, ସଂଯୋଗ ଦ୍ୱାରା ଏକତ୍ର ହୋଇଥିବା କେତେକ ମାନସିକ, ସ୍ନାୟୁବିକ, ଶାରୀରିକ ଅଭ୍ୟାସର ଜଟିଳ ସତ୍ତା, କେତେକ ପ୍ରଧାନ କମ୍ପନ ସହିତ ଅନ୍ୟ କେତେକ ପୁନରାବୃତ୍ତି ଶକ୍ତିର ଆମେ ମିଶ୍ରଣ। 18 ବର୍ଷ ହେଲା ବେଳକୁ ଆମେ ମାନେ ପ୍ରାୟତଃ ଗଠିତ ହେଇସାରିଥାଉ। ଅନ୍ତତଃ ଆମର ବ୍ୟକ୍ତିତ୍ୱର ମୁଖ୍ୟ ତରଙ୍ଗ ଗୁଡ଼ିକ ପ୍ରତିଷ୍ଠିତ ହେଇଯାଇଥାଏ। ତାପରେ ଆମେ ସେ ଗୋଟିକ ଚିରସ୍ଥାୟୀ ବ୍ୟକ୍ତିତ୍ୱର ବିଭିନ୍ନ ମୁଖକୁ ଆମର ସଂସ୍କୃତି ବୋଲି ମଧ୍ୟ କହୁ ଏବଂ ଆମର ସ୍ଥିତି এই ପ୍ରାଥମିକ ଗଠନ ଚାରିପାଖରେ ସ୍ତର ସ୍ତର ହୋଇ ଅଧିକତର ସୂକ୍ଷ୍ମ ଓ ସୁନ୍ଦର ହୋଇ ଜମାଟ ବାନ୍ଧିଥାଏ। ଆମେ ମାନେ ପ୍ରକୃତିରେ ଗୋଟେ ଗଠନ ଭିତରେ ହିଁ ଆବଦ୍ଧ ହୋଇ ଅଛୁ, ଯାହା ସୀସା ଦ୍ୱାରା ନିର୍ମିତ ହେଇଥାଇପାରେ, କେଉଁଠି ବି କ୍ଷୁଦ୍ର କୋଣାଟି ବି ନଥାଇପାରେ, କିନ୍ତୁ ଗ୍ରାନାଇଟର କୋଠରୀ ଭିତରେ ହେଉ ବା କାଚ ଭିତରେ ଥିବା ମୂର୍ତ୍ତିଟିଏ ପରି ହେଉ ଆମେ ମାନେ ସର୍ବଦା ଆବଦ୍ଧ ହୋଇ ରହିଛେ, ଗୋଟାଏ କଥାକୁ ବାରମ୍ବାର ଗୁଣି ହେଉଛେ। ଯୋଗର କିନ୍ତୁ ପ୍ରଧାନ କାମ ହେଉଛି ମୁକ୍ତ ବାୟୁ ସେବନ କରିବାରେ ଆମକୁ ସାହାଯ୍ୟ କରିବା, ସେଇ ମାନସିକ ଆବରଣକୁ ବିଦୀର୍ଣ୍ଣ କରିବା, ଯାହା କେବଳ ଗୋଟାଏ ପ୍ରକାରର ତରଙ୍ଗକୁ ଆମ ଭିତରକୁ ପ୍ରବେଶ କରିବାର ଅଧିକାର ଦେଉଛି, ଯାହାଦ୍ୱାରା ଆମେ ବିଭିନ୍ନ ବର୍ଣ୍ଣ ବିଭବରେ ସମୃଦ୍ଧ ଅସୀମ ତରଙ୍ଗକୁ ଆବିଷ୍କାର କରିପାରିବୁ। ପୃଥିବୀ ଓ ମନୁଷ୍ୟମାନଙ୍କୁ ସେମାନଙ୍କ ପ୍ରକୃତ ସ୍ୱରୂପରେ ଆମେ ଦେଖିପାରିବା। ଆମ ନିଜ ଭିତରେ ଏହିପରି ଗୋଟାଏ ସତ୍ତାକୁ ଆବିଷ୍କାର କରିବା, ଯାହାର ମୂଲ୍ୟ ଆମର ମାନସିକ ବିଚାରର ବହୁ ଊର୍ଦ୍ଧ୍ୱରେ ହିଁ ଥିବ। ତେଣୁ ଏଇ ମାନସିକ ନିରବତା ପାଇଁ ଧ୍ୟାନ ହେଉଛି ନିତାନ୍ତ ଆବଶ୍ୟକ। ଆମେ ଧ୍ୟାନ ଖାଲି କେବଳ ଗୋଟାଏ ଜାଗାରେ ସ୍ଥିର ହୋଇ କିଛି କାମ ନ କରି କେବଳ ବସି ଧ୍ୟାନ କରିବା, ତାହା ଶ୍ରୀ ଅରବିନ୍ଦ କହୁନାହାନ୍ତି। ତେଣୁ ଧ୍ୟାନ ମଧ୍ୟ କ୍ରିୟାଶୀଳ। ଯେତେବେଳେ ଆମେ ମାନେ ଆମର ଆଖି ବୁଜି ମନକୁ ନୀରବ କରିବାକୁ ଚେଷ୍ଟା କରୁ, ପ୍ରଥମେ ଆମେ ଅନେକ ଚିନ୍ତାର ପ୍ରଖର ସ୍ରୋତ ଦ୍ୱାରା ଆକ୍ରାନ୍ତ ହେଇପଡ଼ୁ। ଭୟକାତର ପ୍ରତିହିଂସା ପରାୟଣ ମୂଷାଦଳ ପରି ସେମାନେ ଚତୁର୍ଦିଗରୁ ମାଡ଼ି ଆସନ୍ତି। ଏହାକୁ ବନ୍ଦ କରିବାକୁ ଗୋଟାଏ ମାତ୍ର ଉପାୟ ଅଛି। ବାରମ୍ବାର ଧୈର୍ଯ୍ୟର ସହିତ ଅବିରାମ ଚେଷ୍ଟା କରିବାକୁ ପଡ଼ିବ। ମନ ସହିତ ସଂଘର୍ଷ କରିବା ଭଳି ଭୁଲ ଆମେ କରିବା ନାହିଁ। ନିଜର ଏକାଗ୍ରତାକୁ ଅନ୍ୟ ଦିଗରେ ଚାଳିତ କରିବାକୁ ହବ। ଆମେ ଆମ ପ୍ରତ୍ୟେକଙ୍କର ମନର ଊର୍ଦ୍ଧ୍ୱରେ ଆନ୍ତର ଗଭୀରତାରେ ଏକ ପ୍ରକାର ଆସ୍ପୃହା ନିଶ୍ଚୟ ଥିବ, ଯାହା ଆମକୁ ଏଇ ପଥରେ ପ୍ରଥମେ ଠିଆ କରେଇଛି। ଆମେ ଆସ୍ପୃହାଟେ କରିଛେ ବୋଲି ନିଜକୁ ସଜାଡ଼ିବା ପାଇଁ ମୋ ଭିତରେ ଅନେକ ଦୋଷ ତ୍ରୁଟି ଅଛି, ବିଭିନ୍ନ ପ୍ରକାର ଅସଙ୍ଗତି ଅଛି। ତେଣୁ ସେଥିରୁ କେମିତି ମୁଁ ନିଜକୁ ସଂଗତିପୂର୍ଣ୍ଣ କରିପାରିବି, ମୋ ଭିତରେ ଯେଉଁ ଅନ୍ଧକାର ଅଛି ତାହା କିପରି ଆଲୋକିତ ହେଇପାରିବ, ସେଇଥିପାଇଁ ଆମେ ଏ ପଥକୁ ଆସିଲେ। ଅର୍ଥାତ୍ ଆମେ ବାହାରକୁ ଛଳନା କରି ଭଲ ଦେଖେଇବାର ଆବଶ୍ୟକତା ନାହିଁ। ମୁଁ ମୋ ଭିତରେ କେତେ ସାଧୁ ଅଛି ତାହା ଅଲଗା କେହି ଜାଣନ୍ତୁ ବା ନ ଜାଣନ୍ତୁ, କିନ୍ତୁ ମୁଁ ତ ଜାଣିଥିବି ନିଶ୍ଚୟ। ମାନେ ମୋର ମନେ ପଡୁଛି ଗୋଟେ କବିତାର ଲାଇନ, ମୋର ଇସ୍ତ୍ରୀ କରା ଧଳା ପଞ୍ଜାବୀରେ ବିନ୍ଦୁ ବିନ୍ଦୁ ଲାଗିଥିବା ଝାଳ ଦାଗ ହେଉଛି ମୋର ବ୍ୟକ୍ତିଗତ ଅହଙ୍କାର। ଆମେ ଦେଖିଛୁ, ବହୁ ବର୍ଷ ତଳେ ବୋଧେ ଲେଖିଥିଲି, ମାନେ ଆମେ ଯୋଉ ପଞ୍ଜାବୀ ପିନ୍ଧୁ, ଆଗେ ସବୁ ପଞ୍ଜାବୀ ଲୁଗା ସବୁ ପିନ୍ଧନ୍ତି, ବୟସ୍କ ଲୋକମାନେ ପିନ୍ଧୁଥିଲେ। ତେଣୁ ସେମାନେ ଧଳା ପଞ୍ଜାବୀ, ତାକୁ ସେମାନେ ଭଲ ଭାବରେ ପରିଷ୍କାର ମାନେ ସଫା କରିଥାନ୍ତି, ତା ଦେହରେ ନୀଳ ଦେଇଥାନ୍ତି, ଆଇରନ୍ ମଧ୍ୟ କରିକି ପିନ୍ଧନ୍ତି। ବାହାରକୁ ଦେଖାଯାଉଥିବ ଚକଚକ୍, ସମସ୍ତେ ସୁନ୍ଦର ଦେଖାଯାଉଛି ପଞ୍ଜାବୀଟା, କିନ୍ତୁ ଆପଣ ଥରେ ନିରୀକ୍ଷି ଦେଖିବେ ପିଠିରେ ନିହାତି ଝାଳ ଦାଗର ଚିହ୍ନ ଥିବ। ଠିକ ସେମିତି ଆମ ଭିତରେ ସେଇଭଳି କେତେ କେତେ ଅସଙ୍ଗତି ଅଛି, ଆମେ ଜାଣିପାରୁନା। ଯେତେବେଳେ ଆମେ ଯୋଗ ପଥକୁ ଆସୁ, ସେତେବେଳେ ମୋ ଭିତରେ ଯୋଉ ଜିନିଷ ଗୁଡାକ ସବୁ ବାନ୍ଧି ରଖିଥାଏ ମାନସିକ ଗଠନ ଦ୍ୱାରା, ତାହା ଧୀରେ ଧୀରେ ଢିଲା ହେଇଯିବ, ଖୋଲିଯିବ, ବାଡ଼ ଆଉ ରହିବନି। ନୈତିକତା, ମୂଲ୍ୟବୋଧ ଏଗୁଡା ସବୁ ଧୀରେ ଧୀରେ ଖୋଲିଯିବ।
ଆମ ସତ୍ତାର ସେଇ ଯୋଉ ଅସ୍ପଷ୍ଟତାକୁ ଆମେ ଦେଖିପାରିବା। ତେଣୁ ଆମ ପାଇଁ ଆମର ତାକୁ ଆବିଷ୍କାର କରିବା ପାଇଁ, ତାକୁ କେମିତି ଦୂର କରିବୁ, ସେ ବ୍ୟାକୁଳତା ଆମ ପାଇଁ ଆବଶ୍ୟକ। ତେଣୁ ଆମମାନଙ୍କ ପାଇଁ ଏକ ବିଶେଷ ଅର୍ଥ ବହନ କରୁଥିବା ସେଇ ଅନୁମତି ପତ୍ର ଉପରେ ଯଦି ଆମେ ମାନେ ଏକାଗ୍ର ହଉ, ତେବେ କାର୍ଯ୍ୟଟି ସହଜତର ହବ। ସେ ଅନୁମତି ପତ୍ର ହଉଛି ମନକୁ ପ୍ରଥମେ ନିରବ କରିବେ। ପ୍ରବେଶ କରିବା ପାଇଁ ବ୍ୟବହୃତ ଏଇ ଶବ୍ଦଟିକୁ ଆମେ ଯେତେ ଥର ଉଚ୍ଚାରଣ କରିବା, ଏହା ସେତେ ବେଶୀ ଶକ୍ତିଶାଳୀ ହେବ। ଗୋଟାଏ ବି ଢେଉ ନଥିବା ବିଶାଳ ସମୁଦ୍ରର ପ୍ରତୀକ ଆମେ ବ୍ୟବହାର କରିପାରୁ। ସେ ସମୁଦ୍ର ଉପରେ ଭାସିବାର, କ୍ରମଶଃ ଏକ ସ୍ଥିର ବିଶାଳତାରେ ପରିଣତ ହେଇଯିବାର ପ୍ରତୀକକୁ ଗ୍ରହଣ ମଧ୍ୟ କରିପାରୁ। ଫଳରେ କେବଳ ନୀରବତା ନୁହେଁ, ଚେତନାର ଅଭିବୃଦ୍ଧି ସମ୍ବନ୍ଧରେ ଶିକ୍ଷା ମଧ୍ୟ କରିପାରିବା। ଏହିପରି ନିଜ ନିଜର ପଥ ନିର୍ବାଚନ କରିବାକୁ ହୁଏ। ଏ ପଥକୁ ଯେତେ ସଂଘର୍ଷ ମୁକ୍ତ କରିପାରିବ, ସେ ସେତେ ଶୀଘ୍ର ସଫଳ ହବ। ସଂଘର୍ଷ ଆମ ଭିତରେ କରେ କିଏ? ଆମ ଭିତରେ ଯୋଉ ରୋଗ, ଆମ ଦେହରେ ଯୋଉ ରୋଗ ଆସେ, ଶରୀରକୁ ଯୋଉ ରୋଗ ସବୁ ଆସେ, ତାର ମୂଳ କାରଣ ହଉଛି ଆମ ମନରେ ଅସଙ୍ଗତି ଅଛି। ତେଣୁ ଆମ ସେଇ ମନର ଯୋଉ ଅସଙ୍ଗତି ଗୁଡ଼ିକ ଥାଏ, ସେ ଅସଙ୍ଗତିକୁ ଜାଣିବା ଆଉ ତାକୁ ଦୂର କରିବା ପାଇଁ ଯୋଗ ପଥ ହଉଛି ଗୋଟେ ସୁନିର୍ବାଚିତ ପଥ। ଏଇ ପଥକୁ ଯେତେ ସଂଘର୍ଷ ମୁକ୍ତ କରିପାରିବ, ସେ ସେତେ ଶୀଘ୍ର ସଫଳ ହବ। ଜଣେ ପ୍ରଥମେ ଯେ କୌଣସି ଉପାୟ ଗ୍ରହଣ କରିପାରେ, ସାଧାରଣତଃ ସେଥିପାଇଁ ଅନେକ ଶ୍ରମର ମଧ୍ୟ ଆବଶ୍ୟକତା ଥାଇପାରେ, କିନ୍ତୁ ପ୍ରଥମରୁ ହିଁ ବିଶାଳ ନୀରବତା ପ୍ରକାଶିତ ହୋଇ ତାର ପ୍ରଚେଷ୍ଟାରେ ସହଯୋଗ କରିବ। ଜଣେ ଯେକୌଣସି ପ୍ରଣାଳୀରେ ଆରମ୍ଭ କରିପାରେ, କିନ୍ତୁ ଉର୍ଦ୍ଧ୍ୱରୁ ଭାଗବତୀ କରୁଣା ତାର କର୍ମକୁ ଗ୍ରହଣ କରି ନେଇପାରେ। ଜଣେ ଯେଉଁ ଭାଗବତୀ ଶକ୍ତିଙ୍କୁ ଅଭିକ୍ଷା କରୁଥାଏ, ସେଇଠାରୁ ସେ କରୁଣା ଆସିଥାଏ, କିମ୍ବା ଏହା ଆତ୍ମାର ଅସୀମତାରୁ ଅନୁପ୍ରବେଶ ମଧ୍ୟ ହେଇପାରେ। ଏଇ ଉପାୟରେ ଆମେ ମନର ପୂର୍ଣ୍ଣ ନୀରବତାକୁ ଭିତରକୁ ପ୍ରବେଶ କରିପାରିବା। ପ୍ରକୃତ ଅନୁଭୂତି ପାଇବା ପୂର୍ବରୁ ଯେପରି ନୀରବତା ମୋ ପାଇଁ ଅକଳ୍ପନୀୟ ଥିଲା, ଏହା ଗୋଟେ ଗୁରୁତ୍ୱପୂର୍ଣ୍ଣ ବିଷୟ। ଆମେମାନେ ଭାବିପାରୁ ଯେ ଏ ଯୋଗ ଲବ୍ଧ ଅଭିଜ୍ଞତା ଗୁଡ଼ିକୁ ଖୁବ୍ ସୁନ୍ଦର, ଚିତ୍ତାକର୍ଷକ, କିନ୍ତୁ ସେସବୁକୁ ସାଧାରଣ ମଣିଷର ଅଧିକାର ବାହାରେ। ଆମେମାନେ କିପରି ସେଠାରେ ପହଞ୍ଚିବା? ଆମର ଭୁଲ ହେଉଛି ଆମେ ଆମର ଅନ୍ୟ ଗୋଟେ ସତ୍ତାର ସମ୍ଭାବନାକୁ ବର୍ତ୍ତମାନ ସତ୍ତାର ପରିପ୍ରେକ୍ଷୀରେ ବିଚାର କରୁଛୁ। କିନ୍ତୁ ଆମେ ଯୋଗ ପଥରେ ଠିଆ ହେବା ମାତ୍ରେ ଯୋଗ ଆମର ବାହ୍ୟ ସତ୍ତାର ସମସ୍ତ ସମ୍ଭାବନାକୁ ଅତିକ୍ରମ କରିଯାଏ। ଆମର ସୁପ୍ତ ପ୍ରତିଭା ଗୁଡ଼ିକୁ ସ୍ୱତଃସ୍ଫୂର୍ତ୍ତ ଭାବରେ ଜାଗ୍ରତ କରାଇ ଦିଏ। ଆମେ ସାଧାରଣତଃ ନିଜେ ଯାହା କରିବାକୁ ସମର୍ଥ ହେଇନଥାନ୍ତୁ, ଆମ ମାନଙ୍କୁ ତାହା ହିଁ ସେ କରିଦିଏ। ତୁମକୁ ତୁମ ଆନ୍ତର ସତ୍ତା ଓ ବାହ୍ୟ ମନ ମଧ୍ୟରେ ଥିବା ପଥକୁ ପରିଷ୍କାର ରଖିବାକୁ ପ୍ରେରଣା ଦିଏ, କାରଣ ଯୌଗିକ ଚେତନା ଏବଂ ତାର ଶକ୍ତି ଭାବେ ହଉ ତେଣୁ ଆମକୁ କେହି ଏଇ ପଥକୁ ପ୍ରେରିତ କରିଥିଲା। ଆମେ ଏ ପଥକୁ ଆସିଲେ, ଆମ ଭିତରେ ଯୋଉ ଆମେ ଆଗରୁ ଯେମିତି ଆମକୁ ଭଦ୍ର ଲୋକ କହୁଥିଲେ, ଭଲ ଲୋକ କହୁଥିଲେ, ଧୀରେ ଧୀରେ ଆମ ଭିତରେ ଆମେ ନିଜକୁ ଆବିଷ୍କାର କରିବା ଆରମ୍ଭ କରୁ। ଯେତେବେଳେ ସେ ଆଲୋକଟି ମୋ ଭିତରକୁ ପ୍ରବେଶ କରେ, ସେ ଆଲୋକ ମୋ ଭିତରେ ଥିବା ସବୁ ଅଦିବ୍ୟ ଗୁଣ ଗୁଡ଼ିକୁ ଚିହ୍ନେଇ ଦିଏ। ମୋ ଭିତରେ
क्रोध टिके थब भयंकर भाव ता प्रकाशित हम मो भितर लोभ थी ता भयंकर भाव देखा तेणु जोग पथर आसला बेले आमे आ से मानसिक जो नीति नियम बा जो थाए सब से नियम आम पाखे किसी काम करे ना जोग ताको कौन करे ना सब गुड़ाक गंठी खोली दिए तेणु आलोक जो आम भीतर को प्रवेश कला आम भीतर थिबा जो अद्वितीय गुण गुड़िक धीरे धीरे कौन है ना से देखिले आमर आठ स्थान ना आम धीरे धीरे एठू विदाय नबू से जो विदाय नेबार बेला गुड़ाक भारी कष्टकर मोर मन पड़े गोटे छोट उदाहरण देले भल हम गोटे अनेक दिन बंद होता गोटे कोठरी से लोक मैंने बाहर कौट चाकरी बाकरी करते गाँ को आसछन्ति गाँ को आसिया गाँ गोटे घर तांकर थिला 3 बखरा घर से तो कोल पकईकि जाइथिले घर को फेरुछन्ति रज टाइम हो गलानी घर को आसछन्ति आसिया परे से घर खोलला बेलू देखिले जे घरे मूषा विभिन्न प्रकार जीवजंतु सब अच्छी तेणु खोलिया पूर्व से सतर्क कले काले साप फाप थी कामुड़ी फुड़ी देवे तापर सी कौन कले प्रवेश कले जो मैंने जो थिले जगह सब जमे से कौन कले धीरे धीरे बाहर को आरंभ कले जेहेतु आलोक भितर को पशिला अंधार थला बेले से माने से जीवजंतु गुड़िक रोते जो आलोक पशिला घर भितर को से स्थान बदलवा आरंभ हेले जो आलोकटा पूर्ण भाव घर भितर देखागला आ अंधकार रही से देखिले आमर ये रही स्थान ना से कौन कले बाहर को आरंभ कले कौ बाटे बाहर तो से गोटे बाट जो बाट दे आम प्रवेश करूँ से बाट दे से बाहर चेष्टा कले जो बाहर को चेष्टा कले आम जो सतर्क न होइतबु बा सचेतन न होइतबु तालु हुए तो विभिन्न जंतुर शिकार हो पार ठीक सेमती आम जो साधारण जीवन टे बंचुले से नीति नियम नैतिकता सब ठीक ठाक थिला समाज भी आमर जड़े भल भद्र लोकर परिचय विभिन्न कथार परिचय सब थिला जिते आम जोग भितर को प्रवेश कले धीरे धीरे से आलोकटा आम भितर प्रवेश कला आलोक प्रवेश करने फल मो भितर थिला जो अदिव्य गुण गुड़िक से जो सुप्त अवस्था थिले से कौन कले विकसित माने माने चाहिए जे देखिले जे इथि रहिबार हमर स्थान नै आमे एठु जिबा किंतु आलोक पूर्ण भारे आम भितर प्रकाशित हेइनी तथापि से माने रहि देखुछन्ति तथापि अंधार अछि से माने रहि आउछन्ति तेणु जो जेतिकी आलोकित हैला सेठी बास करुछा जीवजंतु गुड़िक आमको शिकार होउछि मन करा जो मो भितर लोभटी थिला मु जानि पर नथिल जेतेबेले कौन सी गोटे घटना चक्र में लोभर शिकार हेली से मु जापारि है मो भितर यहीटा ही आगुरी थिला ठीक सेमती तेणु जोग आमको आमर प्रकृत परिचय प्रदान करे तेणु से आमको आंतरसत्ता आ बाह्य मन मध्य पथ को परिष्कार रखा हम कारण जौगिक चेतना एवं तार शक्ति आम भितर उपस्थित हो जाए तेणु से पथ को परिष्कार कर एकमात्र उपाय हूँ मन को केवल नीरव करवा तेणु मन को नीरव करने ध्यान करवा सर्वदा आवश्यक ध्यान कर अर्थ गोटे निर्दिष्ट लक्ष्य नहीं गोटे कथा को चिंता करवा बस ध्यानस्थ हवा नीरव हवा तेणु ध्यान कर नियम सबू ये समस्यार समाधान नुहे आम जो सब नियम कानून करूँ निजक नीरव करने तेणु जदि आमे माने एक प्रकार आपेक्षिक नीरवता हासिल करूँ जितेबले कोठरी बा आश्रयस्थल बाहर को जाऊ संगे संगे आंतर एवं बाह्य सत्ता आंतर एवं पार्थिव जीवन मध्य परिचित विच्छेद भितर को से स्वाभाविक संघर्ष भितर को प्रवेश कर जाऊ आम प्रकृति चाहूँ गोटे संपूर्ण जीवन निर्जनता बा विश्राम दिन मानक नुहे प्रति मुहूर्त प्रति दिन आमे आम सत्तार सत्य को बंचा चाहूँ किंतु ग्राम्य परिवेश रे बसी परमानंद लाभ करने उद्देश्य ध्यान करने द्वारा यह लाभ हम आमे आमर आध्यात्मिक निर्जनतार कठिन आवरण द्वारा आदृत हो पारू तापर बाह्य जीवन रे निजको सफल भाव में प्रतिष्ठित करू लब्ध फल को उच्चतर प्रकृति रे उपयोग करने को कष्ट अनुभव करूँ जितेबले आम यही बाह्य जगत को आंतर विजय सहित जोग करवा आम देखा जे आम एक प्रकार संपूर्ण व्यक्तिगत जीवन रे अभ्यस्त हो पड़ू तेणु
जा हो आज भाईंकर गोटे विशेष काम जहा फल भाई आज जोग दे पारे ना तेणु जोग देइथिबा समस्त मातृप्रेमी भाई भौणी माननकु मु कृतज्ञता जनाऊँची आजिर कार्यक्रम को ये माँ पाद तले समर्पण करुछि या परे आमे 2 मिनिट नीरव होई कार्यक्रम शेष करिबा।